ଗୁଗୁଲୁ, ତୁମେ କ'ଣ ପାଠ ନ ପଢ଼ି ମୋବାଇଲ ଦେଖୁଛ? ତାହେଲେ ତୁମେ ମୋ କଥା ଶୁଣିବନି। ହେ ଗୁଗୁଲୁ, ଜଲ୍ଦି ଉପରକୁ ଆସିଯାଅ। ଗୁଗୁଲୁ, ତମେ ମୋତେ ଗୋଟେ କଥା କୁହ। ତୁମ ମା' ଯେତେବେଳେ ତୁମ ପାଇଁ ରୋଷେଇ କରନ୍ତି, ସେ ଗରମ ଖାଦ୍ୟର ବାସ୍ନା କେତେ ଶୀଘ୍ର ତୁମ ନାକକୁ ପହଞ୍ଚିଯାଏ, କିନ୍ତୁ ଥଣ୍ଡା ଖାଦ୍ୟର ବାସ୍ନା ପାଇବା ପାଇଁ ତୁମକୁ ତା ପାଖକୁ ଯିବାକୁ ପଡ଼େ। ଆହା, କି ବାସ୍ନା! ଲାଗୁଛି ତୁମ ମା' ତୁମ ପାଇଁ କିଛି ବଢ଼ିଆ ତିଆରି କରିଛନ୍ତି। କିନ୍ତୁ ଗୁଗୁଲୁ, ତୁମେ ମୋତେ ମୋ ପ୍ରଶ୍ନର ଉତ୍ତର ଦେଲନି ଯେ? ହଉ, ଏଇ ପ୍ରଶ୍ନର ଉତ୍ତରଟା ମୁଁ ନିଜେ ତୁମକୁ କହୁଛି। ଗରମ ଖାଦ୍ୟର କଣିକାମାନେ ଗତିଜ ଶକ୍ତି ହେତୁ ଆମ ବାୟୁରେ ଅନବରତ ଗତି କରିଥାନ୍ତି। ଏହା ଯେତେବେଳେ ଆମ ବାୟୁ କଣିକା ସହିତ ମିଶିଯାଏ, ଏହାକୁ ବିସରଣ ପ୍ରକ୍ରିୟା କୁହାଯାଏ। The process of spreading and mixing of a substance with another substance is called diffusion. ଏବେ ବୁଝିଲ ତ ଗୁଗୁଲୁ? ହଁ, ମୁଁ ତୁମକୁ ଦ୍ୱିତୀୟ ପ୍ରଶ୍ନର ଉତ୍ତର ବି ଦେବି। କାହିଁକି ତୁମକୁ ଥଣ୍ଡା ଖାଦ୍ୟର ବାସ୍ନା ପାଇବା ପାଇଁ ତା ନିକଟକୁ ଯିବାକୁ ପଡ଼େ? କାରଣ ଥଣ୍ଡା ଖାଦ୍ୟର କଣିକାମାନଙ୍କ ଗତିଜ ଶକ୍ତି ଗରମ ଖାଦ୍ୟର କଣିକାମାନଙ୍କ ଗତିଜ ଶକ୍ତିରୁ ଖୁବ୍ କମ୍ ଥାଏ। ଗତିଜ ଶକ୍ତି ବେଶୀ ଥିବାରୁ ଗରମ ଖାଦ୍ୟର କଣିକାମାନେ ବାୟୁମଣ୍ଡଳର ବାୟୁ କଣିକା ସହିତ ମିଶି ଦୂର ଯାଏଁ ଗତି କରିପାରିଥାନ୍ତି। କିନ୍ତୁ କମ୍ ଗତିଜ ଶକ୍ତି ଥିବାରୁ ଥଣ୍ଡା ଖାଦ୍ୟର କଣିକାମାନେ ଆମ ବାୟୁମଣ୍ଡଳର ବାୟୁ କଣିକା ସହିତ ମିଶି ଦୂର ଯାଏଁ ଗତି କରିପାରନ୍ତି ନାହିଁ। ସେଥିପାଇଁ ଆମକୁ ଥଣ୍ଡା ଖାଦ୍ୟର ବାସ୍ନା ପାଇବା ପାଇଁ ତା ପାଖକୁ ଆସିବାକୁ ପଡ଼େ।